ବାସ୍ତୁଶାସ୍ତ୍ର ଅନୁସାରେ ଯେତେବେଳେ କେଉଁ ବ୍ୟକ୍ତି ଉପରେ ଧନ ଦୌଲତର ବର୍ଷା ହେବାର ଥିବ, ଅର୍ଥାତ୍ ଯଦି ସେ ଧନୀ ହେବାର ଥିବ, ତେବେ ପ୍ରକୃତି ତାକୁ କିଛି ଏମିତି ଖାସ୍ ସଂକେତ ଦେଇଥାଏ। ଧନୀ ହେବାର ଠିକ୍ ପୂର୍ବରୁ ପ୍ରକୃତି ଏହି 21ଟି ଶୁଭ ସଂକେତ ଦେଇଥାଏ। ସେଇଥିପାଇଁ ଦୟାକରି ଏହି ଶୁଭ ସଂକେତକୁ ଇଗ୍ନୋର କରନ୍ତୁ ନାହିଁ, କାହିଁକି ନା ଏହି ସଂକେତ କହିଥାଏ କି ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ହେବାକୁ ଯାଉଛି ଏବଂ ମା ଲକ୍ଷ୍ମୀ ଜଲ୍ଦି ଆପଣଙ୍କୁ ଘରକୁ ଆଗମନ କରିବାକୁ ଯାଉଛନ୍ତି। ହିନ୍ଦୁ ଧର୍ମରେ ମା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ। କେଉଁ ବ୍ୟକ୍ତି ଉପରେ ମା ଲକ୍ଷ୍ମୀ କୃପା କରି ରହିଥାଏ, ତାକୁ କେବେ ବି ପଇସାର ଅଭାବ ଭୋଗିବାକୁ ପଡ଼ିନଥାଏ। ମା ଲକ୍ଷ୍ମୀକୁ ପ୍ରଶ୍ନ କରିବା ପାଇଁ ଲୋକମାନେ ବିଭିନ୍ନ ଉପାୟରେ ଅବଲମ୍ବନ କରିଥାନ୍ତି। ଏମିତି ମାନ୍ୟତା ଅଛି ଯେ ଯେଉଁ ଘରେ ମା ଲକ୍ଷ୍ମୀଙ୍କର କୃପା ରହିଥାଏ, ସେଠାରେ କିଛି ଶୁଭ ସଂକେତ ଦେଖାଯାଇଥାଏ। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ବି ଚାହୁଁଛନ୍ତି ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ସଦାସର୍ବଦା ରହୁ, ତେବେ ଭିଡ଼ିଓଟିକୁ ଗୋଟେ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଓ କମେଣ୍ଟ ବକ୍ସରେ ଜୟ ମହାଲକ୍ଷ୍ମୀ ଲେଖିଦିଅନ୍ତୁ। ନମ୍ବର 1ରେ ହେଲା ହାତ କୁଣ୍ଡେଇ ହେବା। ଯଦି କୌଣସି ପୁରୁଷଙ୍କର ଡାହାଣ ହାତ ଓ ସ୍ତ୍ରୀଙ୍କର ବାମ ହାତ କୁଣ୍ଡେଇ ହୁଏ, ତେବେ ଏହାକୁ ଶୁଭ ସଂକେତ ମନାଯାଏ ବୋଲି। ଏହାର ଅର୍ଥ ହେଉଛି ଜୀବନରେ ଧନ ସମସ୍ୟା ଦୂର ହେବାକୁ ଯାଉଛି ଏବଂ ଆର୍ଥିକ ସ୍ଥିତି ମଜବୁତ ହେବାକୁ ଯାଉଛି। ନମ୍ବର 2ରେ ହେଲା ଶଙ୍ଖର ଧ୍ୱନି ଶୁଭାଯିବା। ସକାଳୁ ଉଠିବା ମାତ୍ରେ ଯଦି ଶଙ୍ଖର ଧ୍ୱନି ଶୁଣାଯାଉଛି, ତେବେ ଏହା ଜୀବନରେ ହେବାକୁ ଥିବା ଭଲ ପରିବର୍ତ୍ତନର ସଂକେତ ଦେଇଥାଏ। ଏହାର ଅର୍ଥ ହେଉଛି ଆପଣଙ୍କ ଖରାପ ସମୟର ଏବେ ଅନ୍ତ ହେବାକୁ ଯାଉଛି। ନମ୍ବର 3ରେ ହେଲା କଳା ପିମ୍ପୁଡ଼ି ଘରକୁ ଆସିବା। ଯଦି ଆପଣଙ୍କ ନଜରରେ ଆସୁଥାଏ କି କଳା ପିମ୍ପୁଡ଼ି ଲମ୍ବା ଧାଡ଼ି ହୋଇ ଆପଣଙ୍କ ଘରକୁ ଆସିଛନ୍ତି ଏବଂ କୌଣସି ଖାଦ୍ୟ ସାମଗ୍ରୀ ଉପରେ ବେଢ଼ୁଛନ୍ତି, ତେବେ ଆପଣ ବୁଝିଯାଆନ୍ତୁ କି ମା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିଛନ୍ତି ଏବଂ ବହୁତ ଜଲ୍ଦି ଆପଣଙ୍କ ଘରେ ପଇସା ଅଟକିବା ଆରମ୍ଭ ହୋଇଯିବ। ନମ୍ବର 4ରେ ହେଲା ସକାଳ ସମୟରେ ଗାଈ ଆପଣଙ୍କ ଦ୍ୱାରକୁ ଆସିବା। ଯଦି ସକାଳ ସମୟରେ ଗାଈ ଆପଣଙ୍କ ଦ୍ୱାରକୁ ଆସିବାର ବବାଉଛି, ତେବେ ଏହାକୁ ଈଶ୍ୱରଙ୍କର ଆଶୀର୍ବାଦ ବୋଲି ଭାବି ନେବା ଉଚିତ। ସେହି ସ୍ଥାନରେ ଗାଈକୁ ରୁଟି ନଚେତ ପାଳକୁଟା ଦେଇ ବିଦା କରିବା ଉଚିତ। ଏହାର ଅର୍ଥ ଏହା ଯେ ମା ଲକ୍ଷ୍ମୀ ସ୍ୱୟଂ ଆପଣଙ୍କ ଘର ଆଗରେ ଠିଆ ହୋଇଯାଇଛନ୍ତି। ନମ୍ବର 5ରେ ହେଲା ତୁଳସୀ ଗଛ ସତେଜ ଓ ଭରପୁର ହେବା। ଯଦି ହଠାତ୍ ଆପଣଙ୍କ ଅଗଣାର ତୁଳସୀ ଗଛ ସତେଜ ଓ ଭରପୁର ହୋଇଯାଏ, ତେବେ ଏହା ଖୁସି ଓ ସୁଖ ସମୃଦ୍ଧିର ସଂକେତ ହୋଇଥାଏ। ନମ୍ବର 6ରେ ହେଲା ଝାଡ଼ୁ ଏବଂ ମା ଲକ୍ଷ୍ମୀଙ୍କ ସମ୍ପର୍କ। ଜ୍ଞାନୀ ଲୋକମାନଙ୍କ ଅନୁସାରେ ମା ଲକ୍ଷ୍ମୀ ଓ ଝାଡ଼ୁର ଗଭୀର ସମ୍ବନ୍ଧ ରହିଥାଏ। ଯଦି ଆପଣ ସକାଳୁ ସକାଳୁ କାହାକୁ ଝାଡ଼ୁ କରୁଥିବାର ଦେଖୁଛନ୍ତି, ତେବେ ଏହା ଆପଣଙ୍କୁ ଧନୀ ହେବାର ସଂକେତ ଦେଇଥାଏ। ଯଦି ଆପଣ ସକାଳୁ ଅଫିସ୍ ଯିବା ବାଟରେ ଲଗାତାର 5 ଦିନ କାହାକୁ ଝାଡ଼ୁ କରୁଥିବାର ଦେଖୁଛନ୍ତି, ତେବେ ଏହା ଆପଣଙ୍କର ଅର୍ଥାତ୍ ସମସ୍ୟା ଦୂର କରିବାର ସଂକେତ ଦେଇଥାଏ। ନମ୍ବର 7ରେ ହେଲା ସକାଳୁ ଘର ବାହାରେ ପଇସା ମିଳିବା। ଯଦି ଆପଣ ସକାଳୁ କେଉଁଆଡ଼େ ଯିବା ସମୟରେ ଘର ବାହାରେ ପଇସା ପଡ଼ିଥିବାର ଦେଖୁଛନ୍ତି, ତେବେ ଏହା ମଧ୍ୟ ଧନ ଆଗମନର ଶୁଭ ସଂକେତ ହୋଇଥାଏ। ଏମିତିକି ଯଦି ଆପଣ ଡ୍ରେସ୍ ପିନ୍ଧୁଥିବା ବା କାଢ଼ିବା ସମୟରେ ପକେଟରୁ ପଇସା ପଡ଼ିଯାଏ, ତେବେ ଏହା ମଧ୍ୟ ଅତ୍ୟନ୍ତ ଶୁଭ ଓ ସଂକେତ ହୋଇଥାଏ। ନମ୍ବର 8ରେ ହେଲା ମୁଖ୍ୟ ଦ୍ୱାର ସାମ୍ନାରେ ଆମ୍ବ ଗଛ ଉଠିବା। ଯଦି ଆପଣଙ୍କର ମୁଖ୍ୟ ଦ୍ୱାର ସାମ୍ନାରେ ଆମ୍ବ ଗଛ ଆପେ ଆପେ ଉଠିଯାଇଛି, ତେବେ ଆପଣ ବୁଝିଯାଆନ୍ତୁ କି ଆପଣ ଧନବାନ ହେବାକୁ ଯାଉଛନ୍ତି। ଦେଖନ୍ତୁ ଦର୍ଶକ ବନ୍ଧୁ। ଏବଂ 9ରେ ହେଲା ବିଲେଇ ତା ଛୁଆ ଜନ୍ମ କରିବା। ଯଦି ଆପଣଙ୍କ ଘରେ ବିଲେଇ ତା ଛୁଆ ଜନ୍ମ କରିଛି, ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ। ଯଦି ଛାତ ଉପରେ କୌଣସି ମୂଲ୍ୟବାନ ବସ୍ତୁ ପଡ଼ିଯାଏ, ଏହା ମଧ୍ୟ ବହୁତ ଶୁଭ ସଂକେତ ହୋଇଥାଏ। ଶାସ୍ତ୍ର ଅନୁଯାୟୀ ଯଦି କୌଣସି ପକ୍ଷୀ ଆପଣଙ୍କ ଛାତରେ କୌଣସି ମୂଲ୍ୟବାନ ସାମଗ୍ରୀ ପକାଇ ଦିଏ, ତେବେ ଏହା ଧନବାନ ହେବାର ସଂକେତ ଦେଇଥାଏ। ନମ୍ବର 10ରେ ହେଲା 3ଟି ଝିଟିପିଟି ଗୋଟିଏ ସ୍ଥାନରେ ଦେଖାଯିବା। ଯଦି ଆପଣ ଆପଣଙ୍କର ଘରର କୌଣସି ସ୍ଥାନରେ 3ଟି ଝିଟିପିଟିକୁ ଗୋଟିଏ ସ୍ଥାନରେ ଦେଖୁଛନ୍ତି, ତେବେ ଏହା
ଧନ ଆଗମନର ସଂକେତ ହୋଇଥାଏ। ଗୋଟିଏ ଝିଟିପିଟି ଉପରେ ଅନ୍ୟ ଗୋଟିଏ ଝିଟିପିଟି ଦେଖାଗଲେ ଏହା ଘରର ଉନ୍ନତିର ସଂକେତ ହୋଇଥାଏ। ଯଦି ଦୀପାବଳି ଦିନ ତୁଳସୀ ଗଛରେ ଝିଟିପିଟି ଦେଖାଯାଏ ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ। ନମ୍ବର 11ରେ ହେଉଛି ସକାଳୁ ସକାଳୁ ଆଖୁ ଦେଖିବା। ସକାଳୁ ଉଠିବା ମାତ୍ରେ ଆପଣ ଆଖୁ ଦେଖୁଛନ୍ତି କି? ତେବେ ଏହା ବହୁତ ଶୁଭ ସଂକେତ ହୋଇଥାଏ। ଏହାର ଅର୍ଥ ଏହା ସ୍ପଷ୍ଟ ଯେ ଆପଣଙ୍କର ଦିନ ବଦଳିବା ପାଇଁ ଯାଉଛି, ଆପଣଙ୍କର ଖୁସିର ଦିନ ଆସିବାକୁ ଯାଉଛି ଏବଂ ଆପଣ ନିଶ୍ଚିତ ଧନୀ ହେବାର ସମ୍ଭାବନା ଅଛି। ନମ୍ବର 12ରେ ହେଲା ଘର ବାହାରେ ପେଚାର ଦେଖିବା। ମା ଲକ୍ଷ୍ମୀଙ୍କର ବାହନ ପେଚାକୁ ଦେଖିବା ଅତ୍ୟନ୍ତ ଶୁଭ ବୋଲି ମନାଯାଇଥାଏ। ଯେଉଁଠି ପେଚା ଦେଖାଯାଏ ସେଠାରେ ମା ଲକ୍ଷ୍ମୀଙ୍କର ନିହାତି ଆଗମନ ହୋଇଥାଏ। ନମ୍ବର 13ରେ ହେଉଛି ସ୍ୱପ୍ନରେ ଲାଲ ଏବଂ ହଳଦିଆ ଫୁଲ ଦେଖିବା। ସ୍ୱପ୍ନରେ ଲାଲ କିମ୍ବା ହଳଦିଆ ଫୁଲ ଦେଖିବା ଧନ ଆଗମନର ସଂକେତ ହୋଇଥାଏ। ତା ସହିତ ସ୍ୱପ୍ନରେ ମନ୍ଦିର ଦେଖିବା ମଧ୍ୟ ଶୁଭ ସଂକେତ ହୋଇଥାଏ। ଏହା କେବଳ ଧନ ପ୍ରାପ୍ତିର ସଂକେତ ହୋଇନଥାଏ, ତା ସହିତ ଆଧ୍ୟାତ୍ମିକ ଉନ୍ନତିର ସଂକେତ ହୋଇଥାଏ। ଯଦି ସ୍ୱପ୍ନରେ ଲାଲ ରଙ୍ଗର ବସ୍ତ୍ର ପିନ୍ଧୁଥିବା ସ୍ତ୍ରୀ ଲୋକ ଦେଖୁଛନ୍ତି ତେବେ ଏହା ମଧ୍ୟ ମା ଲକ୍ଷ୍ମୀଙ୍କ ସଂକେତ ହୋଇଥାଏ। ସ୍ୱପ୍ନରେ ଉଚ୍ଚା ଉପରେ ଚତୁରୀ ଥିବାର ଦେଖିବା ମଧ୍ୟ ଉନ୍ନତିର ସଂକେତ ହୋଇଥାଏ। ଦେଖନ୍ତୁ ଆଜ୍ଞା, 14 ନମ୍ବରରେ ହେଉଛି କୁକୁର ରାସ୍ତାରେ ରୁଟି ଧରିଥିବାର ଦେଖିବା। ଆପଣ କେଉଁଆଡ଼େ ବାହାରକୁ ଯାଉଛନ୍ତି, ଆପଣ ରାସ୍ତାରେ କୁକୁର ପାଟିରେ କୌଣସି ଶାକାହାରୀ ଖାଦ୍ୟ ଯେମିତିକି ରୁଟି ଧରିଥିବାର ଦେଖୁଛନ୍ତି ତେବେ ଏହା ଏହି କଥାର ସଂକେତ ଦେଇକି ଥାଏ କି ଆପଣଙ୍କୁ କେଉଁଠାରୁ ମଧ୍ୟ ଧନ ପ୍ରାପ୍ତି ହେବାର ଅଛି। ଦେଖନ୍ତୁ ଆଜ୍ଞା, ଯଦି 15 ନମ୍ବର ହେଉଛି ବ୍ରହ୍ମ ମୁହୂର୍ତ୍ତରେ ନିଦ ଭାଙ୍ଗିବା। ଯେତେବେଳେ ମହାଲକ୍ଷ୍ମୀଙ୍କର କୃପା ଆପଣଙ୍କ ଉପରେ ଥିବ ତେବେ ଭୋର 3ଟାରୁ 5ଟା ମଧ୍ୟରେ ଆପଣଙ୍କର ନିଦ ଅବଶ୍ୟ ଭାଙ୍ଗିବ। ଏହାଦ୍ୱାରା ଆପଣଙ୍କର ଦିନଚର୍ଯ୍ୟା ସୁଧୁରିବାକୁ ଲାଗିଥାଏ। ଏହି ସଂକେତ ଅତ୍ୟନ୍ତ ଶୁଭ ହୋଇଥାଏ। ଏବଂ 16 ନମ୍ବରରେ ହେଉଛି ଆଜ୍ଞା ସ୍ୱପ୍ନରେ ପାରା ଦେଖିବା। ଯଦି ଆପଣ ସ୍ୱପ୍ନରେ ପାରା ଦେଖିବା ବା ଦେଖୁଛନ୍ତି ଅତ୍ୟନ୍ତ ଶୁଭ ହୋଇଥାଏ। ଏହାର ଅର୍ଥ ଏହା ଯେ ଆପଣଙ୍କର ବହୁତ ଶୀଘ୍ର ଆର୍ଥିକ ସମସ୍ୟା ଦୂର ହେବାକୁ ଯାଉଛି। ତା ସହିତ ମା ଲକ୍ଷ୍ମୀଙ୍କ କୃପାର ଆପଣ ଧନବାନ ହେବାକୁ ଯାଉଛନ୍ତି। ଏବଂ 17ରେ ହେଉଛି ସ୍ୱପ୍ନରେ ଶୁଭ ପ୍ରତୀକ ଦେଖିବା। ଯଦି ଆପଣଙ୍କୁ ସ୍ୱପ୍ନରେ ଝାଡ଼ୁ, ପେଚା, ମୟୂର, ହାତୀ, ଶଙ୍ଖ, କଦଳୀ କିମ୍ବା ଝିଟିପିଟି ଦେଖାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ। ଏହାର ଅର୍ଥ ଏହା ଯେ ଆପଣଙ୍କର ଧନୀ ହେବାର ସ୍ୱପ୍ନ ଜଲ୍ଦି ପୁରା ହେବାକୁ ଯାଉଛି। ଏବଂ ନମ୍ବର 18ରେ ହେଉଛି ସକାଳୁ ଉଠିବା ମାତ୍ରେ ଶଙ୍ଖ ଧ୍ୱନି ଶୁଣାଯିବା। ଯଦି ଆପଣ ସକାଳୁ ଉଠିବା ମାତ୍ରେ ଆପଣଙ୍କୁ ଶଙ୍ଖ ଧ୍ୱନି ଶୁଣାଯାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଜଲ୍ଦି ହିଁ ଆପଣଙ୍କର ଖରାପ ସମୟର ଅନ୍ତ ହେବାକୁ ଯାଉଛି। ଆପଣ ସବୁ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ବା ପହଞ୍ଚିଯିବେ। ଏବଂ ଆଜ୍ଞା 19 ନମ୍ବର ହେଉଛି କିନ୍ନରକୁ ଦେଖିବା। ଯଦି ଆପଣ କେଉଁଆଡ଼େ ଯାଉଛନ୍ତି ଏହା ରାସ୍ତାରେ ଆପଣଙ୍କୁ କିନ୍ନର ଦେଖାଯାଏ ତେବେ ଅତ୍ୟନ୍ତ ଶୁଭ ହୋଇଥାଏ। ଆପଣ ସେହି ପରିସ୍ଥିତିରେ କିନ୍ନରଙ୍କୁ କିଛି ପଇସା ଦେବା ଉଚିତ। ଯଦି କିନ୍ନର ଆପଣଙ୍କୁ କିଛି ପଇସା ଓଲଟା ଫେରାଇ ଦିଏ ତାହେଲେ ଏହାକୁ ଯତ୍ନର ସହିତ ସମ୍ଭାଳିକି ରଖିବା ଆବଶ୍ୟକ। ଏମିତିକି କରିବା ଦ୍ୱାରା ଧନ ପ୍ରାପ୍ତିର ଯୋଗ ହୋଇଥାଏ। ଦେଖନ୍ତୁ ଆଜ୍ଞା, ତା ସହିତ ସ୍ଥିତି ମଜବୁତ ମଧ୍ୟ ହୋଇଥାଏ। ଆଉ 20 ନମ୍ବର ହେଉଛି ଆଜ୍ଞା ଘରର ଛାତରେ କୋଇଲିର ସ୍ୱର ଶୁଣିବା। କୋଇଲିର ସ୍ୱର ଶୁଣିବା ମଧ୍ୟ ବହୁତ ଶୁଭ ସଂକେତ ହୋଇଥାଏ। ଏହାର ଅର୍ଥ ଏହା କି ଆପଣଙ୍କର ଧନ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଘରର ସମୃଦ୍ଧି ହୋଇଥାଏ। ଦେଖନ୍ତୁ ଆଜ୍ଞା, ଏବଂ ଶେଷରେ 21 ନମ୍ବରରେ ହେଉଛି ସକାଳୁ ଉଠିବା ମାତ୍ରେ ପୂଜା ନଡ଼ିଆର ଦର୍ଶନ କରିବା। ଯଦି ସକାଳୁ ଉଠିବା ମାତ୍ରେ ପୂଜାରେ ଚଢ଼ାଯାଇଥିବା ନଡ଼ିଆ ଦେଖୁଛନ୍ତି ତେବେ ମା ଲକ୍ଷ୍ମୀଙ୍କର କୃପା ଆପଣଙ୍କର ଉପରେ ହେବାକୁ ଯାଉଛି।
जदि भिडियोटी आपनकु भल लागुची ताहले गोटे लाइक शेयर आउ कमेंट करदेवे एवं सब्सक्राइब करदेवे एवं पाखरे थिबा बेल आइकन को टिके दबाई देवे जहा फल कि एमिति नुआ नुआ वीडियो अपलोड कले आपनक आगरे प्रथम जय जगन्नाथ जय जगन्नाथ जय जगन्नाथ।